ପିଲାମାନେ ଦେଖନ୍ତୁ ଇଫ୍କୋ 2024 ପାଇଁ ତାର ଆପ୍ରେଣ୍ଟିସ୍ ଟ୍ରେନିଂର ନୋଟିଫିକେସନ୍ ଆସିଛି। ଆପଣ ଦେଖନ୍ତୁ ଏଇଟା ତାର ଦେଇଛି ଇଫ୍କୋ, ତାର କ'ଣ ରହିଛି ନା ଗ୍ରାଜୁଏଟ୍ ଇଞ୍ଜିନିୟର ଆପ୍ରେଣ୍ଟିସ୍ ଦେଇଛି। ତାର କ୍ୱାଲିଫିକେସନଟା ଦେଖନ୍ତୁ ଦେଇଛି 4 year ଫୁଲ୍ ଟାଇମ୍ ବ୍ୟାଚଲର ଡିଗ୍ରୀ ଇନ୍ ଇଞ୍ଜିନିୟରିଂ ଫ୍ରମ୍ ୟୁନିଭର୍ସିଟି ବା ଇନଷ୍ଟିଚ୍ୟୁଟ୍, କ'ଣ କେମିକାଲ, ମେକାନିକାଲ, ଇଲେକ୍ଟ୍ରିକାଲ, ଇନ୍ଷ୍ଟ୍ରୁମେସନ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସିଭିଲ୍, ଏଇଥିରେ ଯେଉଁମାନେ ଡିଗ୍ରୀ କରିଥିବେ ସେଇ ପିଲାମାନେ ଏଥିରେ ଏଲିଜିବୁଲ୍ ହେଇପାରିବେ ଆପ୍ଲାଏ କରିବାକୁ। ତାପରେ ଆର ଯେଉଁ ରହିଛି ମାର୍କ ବେସିସ୍ କେମିତି କ'ଣ ସିଲେକ୍ସନ୍ ଦେଖନ୍ତୁ। ଜେନେରାଲ OBC ସେମାନେ 60% ମାର୍କ ରଖିଥିବା ଦରକାର, ଆଉ SC ST ପାଇଁ 5% ରିଲାକ୍ସ କରିକି 55% କରାଯାଇଛି। ଏଜ୍ ଲିମିଟ୍ ଯେଉଁଟା ମେନ୍ ଇମ୍ପୋର୍ଟାଣ୍ଟ ହେଉଛି ଏଜ୍ ଲିମିଟ୍, ସେଇଟା 30 ବର୍ଷ ହେଇଥିବା ଦରକାର। କେବେକୁ ନା 1 ଜୁଲାଇ 2024କୁ। ତା ସହିତ ଆମର SC ST ପାଇଁ 5 ବର୍ଷ କୋହଳ ଆଉ OBC ପାଇଁ 3 ବର୍ଷ କୋହଳ କରାଯାଇଛି। ତାର ଟ୍ରେନିଂ ପିରିୟଡ଼ଟା କେବେ ହେବ ଦେଖନ୍ତୁ। ଟ୍ରେନିଂ ପିରିୟଡ଼ ତାର ହେଉଛି 1 year। ତାର ପିରିୟଡ଼ ଅଫ୍ 1 year ତାର ଟ୍ରେନିଂ ହେବ। ଟ୍ରେନିଂ ପିରିୟଡ଼ ମଧ୍ୟ ସେମାନେ ଷ୍ଟାଇପେଣ୍ଡ ଦେବେ, ଯେଉଁଟାକି 35,000 ପର୍ ମନ୍ଥ। ତା ସହିତ ଅଦର ବେନିଫିଟ୍ସ ମଧ୍ୟ ଅଛି। ସିଲେକ୍ସନ୍ ପ୍ରୋସିଜର୍ ଦେଖନ୍ତୁ ନା ପ୍ରଥମେ ସେମାନେ ଅନଲାଇନ୍ ଏକ୍ଜାମ୍ ଦେବେ, ଯେଉଁଟାକି ପ୍ରିଲିମ୍ ଏକ୍ଜାମ୍। ତାପରେ ସେମାନେ ଯେଉଁମାନେ ସର୍ଟଲିଷ୍ଟେଡ୍ ହେବେ ସେମାନଙ୍କୁ ମେନ୍ ଏକ୍ଜାମ୍ରେ ସର୍ଟଲିଷ୍ଟେଡ୍ କ୍ୟାଣ୍ଡିଡେଟ୍କୁ ମେନ୍ ଏକ୍ଜାମ୍କୁ ଡକା ହେବ, ଯେଉଁଟା ହେବ ଅହମ୍ମଦାବାଦ, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଡେରାଡୁନ, ଦିଲ୍ଲୀ, ଏଇ ଜାଗାରେ ସବୁ ହେବ। ହାଉ ଟୁ ଆପ୍ଲାଏ, ତାର ଅଫିସିଆଲ୍ ୱେବସାଇଟ୍ ହେଉଛି GEO ଅଫିସିଆଲ୍ ୱେବସାଇଟ୍, ତାର ଏଇଟା geoifco.in। ସେଠୁ ଯାଇକି ଲାଷ୍ଟ ଡେଟ୍ 31/7/2024 ପୂର୍ବରୁ ଆପଣମାନେ ଆପ୍ଲାଏ କରିବେ। ଏଇଟା ହେଉଛି ଗୋଟେ ମାନେ ଷ୍ଟାଇପେନ୍ ଆକାରରେ ଦେଇକି ସେମାନେ ଆପଣଙ୍କୁ ଆପ୍ରେଣ୍ଟିସ୍ ଟ୍ରେନିଂ ଦେବେ। ଡିମାଣ୍ଡ କରିପାରିବେନି ଯେ ଆପଣ ଏଇଟା ମୋ ସରିଲା ପରେ ଜବ୍ ପାଇବି।